କୁହାଯାଏ ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ ମଧ୍ୟରୁ ଭାଇ ଭଉଣୀଙ୍କ ସମ୍ପର୍କ ହେଉଛି ସବୁଠାରୁ ନିଆରା। ଆମ ଓଡ଼ିଆ ସିନେମାରେ ମଧ୍ୟ ଭାଇ ଭଉଣୀଙ୍କ ସମ୍ପର୍କକୁ ନେଇ ଅନେକ ସାରା ଓଡ଼ିଆ ସିନେମା ତିଆରି ହୋଇଛି, ଯେଉଁଠାରେ ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଅନୁ ଚୌଧୁରୀ, ଅରିନ୍ଦମ ରାୟଙ୍କ ଭଳି ଅନେକ ବଡ଼ ବଡ଼ ଅଭିନେତା ଅଭିନେତ୍ରୀମାନେ ଭାଇ ଭଉଣୀ ଚରିତ୍ରରେ ଅଭିନୟ କରିଛନ୍ତି। ତେବେ ଚାଲନ୍ତୁ ଆଜି କଥା ହେବା ଆମ ଓଡ଼ିଆ ସିନେମାରେ ଭାଇ ଭଉଣୀଙ୍କ ଚରିତ୍ରରେ ଅଭିନୟ କରିଥିବା ସମସ୍ତ ଓଡ଼ିଆ ସିନେମା ବିଷୟରେ। 2009 ମସିହାରେ ରିଲିଜ ହୋଇଥିଲା ଓଡ଼ିଆ ସିନେମା ଆକାଶେ କି ରଙ୍ଗ ଲାଗିଲା। ଏହି ସିନେମାରେ ଭାଇ ଭଉଣୀ ଚରିତ୍ରରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ରାଲି ନନ୍ଦ। ସେହିଭଳି 2008 ମସିହାରେ ରିଲିଜ ହୋଇଥିବା ଓଡ଼ିଆ ସିନେମା ସୁନା ଚଢ଼େଇ ମୋ ରୂପା ଚଢ଼େଇ ସିନେମାରେ ସିଦ୍ଧାନ୍ତ ମହାପାତ୍ର ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କୁ ଭାଇ ଭଉଣୀ ଚରିତ୍ରରେ ଦେଖିବାକୁ ମିଳିଥିଲା। 2012 ମସିହାରେ ରିଲିଜ ହୋଇଥିବା ଓଡ଼ିଆ ସିନେମା ଗୁଡ୍ ବୟରେ ଅରିନ୍ଦମ ରାୟ ଏବଂ ଇପ୍ସିତା ମହାନ୍ତି ଭାଇ ଭଉଣୀ ଚରିତ୍ରରେ ଅଭିନୟ କରିଥିଲେ। ସେହିଭଳି ଫେରିଆ ମୋ ସୁନା ଭଉଣୀରେ ମିହିର ଦାସ ଏବଂ ଜିନା ମିଶ୍ର, ରାକ୍ଷୀ ବାନ୍ଧିଲି ମୋ ରଖିବ ମାନରେ ମିହିର ଦାସ ଏବଂ ଅନୁ ଚୌଧୁରୀ ଭାଇ ଭଉଣୀ ଚରିତ୍ରରେ ଅଭିନୟ କରିଥିଲେ। ରାକ୍ଷୀ ଭିଜିଗଲା ଆଖି ଲୁହରେ ବିଜୟ ମହାନ୍ତି, ରଚନା ବାନାର୍ଜୀ, ଧର୍ମରେ ଆକାଶ ଦାସ ନାୟକ ଏବଂ ଇପ୍ସିତା ମହାନ୍ତି, ଚ୍ୟାଲେଞ୍ଜ ସିନେମାରେ ଅର୍ଦ୍ଧେନ୍ଦୁ ସାହୁ ଏବଂ ଲିପି ମହାପାତ୍ର ଭାଇ ଭଉଣୀ ଚରିତ୍ରରେ ଅଭିନୟ କରିଥିଲେ। ଏହାଛଡ଼ା ଆମ ଓଡ଼ିଆ ସିନେମାରେ ଭାଇ ଭଉଣୀକୁ ନେଇ ଅନେକ ସାରା ଗୀତ ତିଆରି ହୋଇଛି। ତେବେ ଆମ ଓଡ଼ିଆ ସିନେମାରେ ଭାଇ ଭଉଣୀକୁ ନେଇ ତିଆରି ହୋଇଥିବା ଗୀତ ସମ୍ପର୍କରେ ମୁଁ ଏକ ଭିଡ଼ିଓ ବନେଇ ସାରିଛି। ଯଦି ଆପଣମାନେ ଏହି ଭିଡ଼ିଓଟିକୁ ଦେଖିନାହାନ୍ତି ତେବେ ଡେସ୍କ୍ରିପସନ୍ ବକ୍ସରେ ଏହାର ଲିଙ୍କ ଦେଇଦେଇଛି, ଯାଇକି ଦେଖିପାରିବେ। ତେବେ ଓଡ଼ିଆ ସିନେମାରେ ଭାଇ ଭଉଣୀ ଚରିତ୍ରରେ ଅଭିନୟ କରିଥିବା କେଉଁ ଅଭିନେତା ଅଭିନେତ୍ରୀଙ୍କ ଅଭିନୟ ଆପଣଙ୍କୁ ବେଶୀ ପସନ୍ଦ ଆସିଥାଏ କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଜଣାନ୍ତୁ। ଭିଡ଼ିଓଟି ପସନ୍ଦ ଆସିଥିଲେ ଲାଇକ୍, ସେୟାର ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି।